ଆସନ୍ତୁ ଆଜି ଗଣିତ ପଢ଼ିବାର ପୁରୁଣା ବିରକ୍ତିକର ଉପାୟକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେବା। ଆମେ ଏକ ଏମିତି ନୂଆ ଆଉ ଶକ୍ତିଶାଳୀ ଟ୍ରେନିଂ ସିଷ୍ଟମ ବିଷୟରେ କଥା ହେବା ଯାହା ଗଣିତକୁ ଏତେ ସହଜ ଆଉ ଦ୍ରୁତ କରିଦେବ ଯେ ଆପଣଙ୍କୁ ଲାଗିବ ଏହା ବେଆଇନ। ଦେଖନ୍ତୁ, ମୂଳ କଥା ହେଉଛି ଗଣିତ ନିଜେ କଷ୍ଟକର ନୁହେଁ, ବରଂ ଆମେ ଯେଉଁ ଭୁଲ ପଦ୍ଧତିରେ ଏହାକୁ ପଢ଼ୁ ସେଇଟା ହିଁ ଏହାକୁ କଷ୍ଟକର କରିଦିଏ। ତେଣୁ ସମସ୍ୟା ବିଷୟରେ ନାହିଁ, ସମସ୍ୟା ଅଛି ଆମ ଟ୍ରେନିଂ ପଦ୍ଧତିରେ। ଆଉ ଆଜି ଆମେ ସେହି ପଦ୍ଧତିକୁ ସୁଧାରିବା ପାଇଁ ଏକ ପକ୍କା ବ୍ଲୁପ୍ରିଣ୍ଟ ଦେଖିବା। ପୁରୁଣା ପଦ୍ଧତିରେ କ'ଣ ହୁଏ? ଘଣ୍ଟା ଘଣ୍ଟା ଧରି ଗୋଟିଏ ପ୍ରଶ୍ନରେ ଅଟକି ରହିବା, ସୂତ୍ରଗୁଡ଼ିକ ମନେ ନ ରହିବା ଆଉ ପରୀକ୍ଷା ଦିନ ପୂରାପୂରି ପ୍ୟାନିକ୍ ହୋଇଯିବା। ଏକଦମ ପରିଚିତ କାହାଣୀ, ନୁହେଁ କି? କିନ୍ତୁ କଳ୍ପନା କରନ୍ତୁ ଏକ ନୂଆ ସିଷ୍ଟମ ବିଷୟରେ, ଯେଉଁଠି ଆପଣ ଟ୍ରେନ୍ଡ, ଫୋକସ୍ଡ ଆଉ ପରୀକ୍ଷା ଦିନ ଶାନ୍ତ ଆଉ ଆତ୍ମବିଶ୍ୱାସୀ ରହିବେ, ଆଉ ଫର୍ମୁଲାଗୁଡ଼ିକ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରହିବ। ତେବେ ଏହି ପରିବର୍ତ୍ତନ ଆସିବ କେମିତି? ଆରମ୍ଭ ହେବ ଆମ ମାନସିକତାରୁ। ଏଇଟା ହେଉଛି ଆମର ପ୍ରଥମ ବିଭାଗ, ଦ ଟ୍ରେନିଂ ମାଇଣ୍ଡସେଟ୍। ଗୋଟେ କଥା ମନେ ରଖନ୍ତୁ, ଗଣିତକୁ ଏକ ବିଷୟ ଭାବରେ ଦେଖିବା ବନ୍ଦ କରିବାକୁ ପଡ଼ିବ। ଏହାକୁ ଏକ କୌଶଳ ବା ସ୍କିଲ୍ ଭାବରେ ଦେଖିବାକୁ ହେବ। ଠିକ୍ ଯେମିତି ଜଣେ ଆଥଲିଟ୍ ନିଜ ଶରୀରକୁ ଟ୍ରେନିଂ ଦିଏ, ଆମକୁ ବି ସେମିତି ମସ୍ତିଷ୍କକୁ ଟ୍ରେନିଂ ଦେବାକୁ ପଡ଼ିବ। ସବୁଠାରୁ ବଡ଼ ଭୁଲ ଯାହା ଆମେ କରୁ ତାହା ହେଉଛି ଗୋଟିଏ ଦିନରେ ଅନେକ ଅଧ୍ୟାୟ ପଢ଼ିବାକୁ ଚେଷ୍ଟା କରିବା। ଏହାଦ୍ୱାରା ମସ୍ତିଷ୍କ ଉପରେ ଅଧିକ ଭାର ପଡ଼େ। ଏହାର ସମାଧାନ ବହୁତ ସରଳ। ଦିନକୁ କେବଳ ଗୋଟିଏ ଟପିକ୍, ବାସ୍। ଏହି ଗୋଟିଏ ନିୟମ ସ୍ଥାୟୀ ପ୍ରଗତି ପାଇଁ ଚାବିକାଠି। ଠିକ୍ ଅଛି, ମାଇଣ୍ଡସେଟ୍ ତ ଠିକ୍ ହୋଇଗଲା। ଏବେ ଦରକାର ଏକ ଦୈନିକ ଅଭ୍ୟାସ। ଆମେ ଆକୁ କହିବା ଦୈନିକ ବ୍ୟାୟାମ, ଆପଣଙ୍କ ପାୱାର ଆୱାର। ଏହି ପ୍ଲେବୁକ୍ର ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରତିଦିନ ମାତ୍ର 1 ଘଣ୍ଟାର ଏକାଗ୍ର ଟ୍ରେନିଂ ସେସନ୍। ଏହି 1 ଘଣ୍ଟାର ପ୍ରତ୍ୟେକ ମିନିଟ୍ ବହୁତ ମୂଲ୍ୟବାନ। ପ୍ରଥମ 20 ମିନିଟ୍ କନସେପ୍ଟ ଅଫ୍ ଫର୍ମୁଲା ରିଭିଜନ ପାଇଁ। ତାପରେ ଆସିବ 30 ମିନିଟ୍ର ପ୍ରୋବ୍ଲେମ୍ ସଲ୍ଭିଂ ସ୍ପ୍ରିଣ୍ଟ, ଯେଉଁଠି ଆମେ ଦ୍ରୁତଗତିରେ ସମସ୍ୟା ସମାଧାନ କରିବା। ଆଉ ଶେଷ 10 ମିନିଟ୍ ରଖିବା ଆମର ପୂର୍ବ ଭୁଲଗୁଡ଼ିକୁ ସୁଧାରିବା ପାଇଁ। ଏହିଭଳି ଭାବରେ ଆମେ ଶିଖିବା, ପ୍ରୟୋଗ କରିବା ଆଉ ନିଜକୁ ସୁଦୃଢ଼ କରିବା, ସବୁ ଏକା ସାଙ୍ଗରେ। କେବେ କେବେ ଗଣିତ ବହି ଖୋଲିବାକୁ ଇଚ୍ଛା ହୁଏନି, ଠିକ୍ ନା? ଏଇଠି କାମରେ ଆସିବ ମୋମେଣ୍ଟମ୍ ହ୍ୟାକ୍। ନିଜକୁ କେବଳ କୁହନ୍ତୁ ଯେ ମାତ୍ର 10 ମିନିଟ୍ ପାଇଁ ପଢ଼ିବେ, ଆଉ ଏକ ଟାଇମର ସେଟ୍ କରନ୍ତୁ। ଥରେ ଆରମ୍ଭ କଲେ ହିଁ ମସ୍ତିଷ୍କ ୱାର୍ମଅପ୍ ହୋଇଯାଏ, ଆଉ ଏକ ଗତି ଆସିଯାଏ, ଯାହାପରେ ଅଟକିବା କଷ୍ଟକର ହୋଇପଡ଼େ। ଏହା ଅଳସୁଆମୀକୁ ଆରମ୍ଭରୁ ହିଁ ଶେଷ କରିଦିଏ। ବେସିକ୍ ତ ହୋଇଗଲା। ଏବେ ଆସନ୍ତୁ କିଛି ପ୍ରୋ ଲେଭେଲ୍ ଟେକ୍ନିକ୍ ବିଷୟରେ ଜାଣିବା, ଯାହା ଆମର ମାନସିକ ମାଂସପେଶୀ ଗଠନ କରିବ। ଏହି ଉନ୍ନତ କୌଶଳଗୁଡ଼ିକ ସ୍ମୃତିଶକ୍ତି ଏବଂ ସମସ୍ୟା ସମାଧାନ କରିବାର ଦକ୍ଷତାକୁ ଆହୁରି ମଜବୁତ କରିବ। ଏବେ ଆସନ୍ତୁ ଆମର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବିଷୟରେ ଜାଣିବା, ଆକ୍ଟିଭ୍ ରିକଲ୍ ବା ସକ୍ରିୟ ସ୍ମରଣ। ଏହାର ଅର୍ଥ ହେଉଛି ନୋଟ୍ସ ନ ଦେଖି ମସ୍ତିଷ୍କ ଉପରେ ଚାପ ପକାଇ ତଥ୍ୟ ବା ଫର୍ମୁଲା ମନେ ପକାଇବା। ହଁ, ଏହା ଟିକେ କଷ୍ଟକର ଲାଗିପାରେ, କିନ୍ତୁ ବିଜ୍ଞାନ କହେ ଯେ ଏହି ସଂଘର୍ଷ ହିଁ ଆମ ମସ୍ତିଷ୍କର ସଂଯୋଗକୁ ମଜବୁତ କରେ, ଯାହାଫଳରେ ତଥ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରହେ। ଆଉ ଯେତେବେଳେ ଆକ୍ଟିଭ୍ ରିକଲ୍ ସହିତ ଏହାକୁ ମିଶାଇ ଦିଆଯାଏ, ସେତେବେଳେ ଫଳାଫଳ ଆହୁରି ଭଲ ହୁଏ। ସ୍ପେସ୍ଡ ରେପିଟିସନ୍ ହେଉଛି ଏକ ପଦ୍ଧତି ଯେଉଁଥିରେ ଆମେ ସମାନ ବିଷୟକୁ ବଢ଼ୁଥିବା ସମୟ ବ୍ୟବଧାନରେ ପୁନରାବୃତ୍ତି କରୁ। ଏହା ଆମ ଭୁଲିଯିବାର ପ୍ରକ୍ରିୟାକୁ ଅଟକାଇ ଦିଏ। ଏହାର କାର୍ଯ୍ୟସୂଚୀ ଏମିତି: ପ୍ରଥମ ଦିନ, ତୃତୀୟ ଦିନ ଏବଂ ସପ୍ତମ ଦିନରେ ସମାନ ବିଷୟକୁ ରିଭାଇଜ୍ କରନ୍ତୁ। ଦେଖିବେ ଫର୍ମୁଲାଗୁଡ଼ିକ ମାସ ମାସ ଧରି ମନେ ରହିବ। ସିଧାସଳଖ କଠିନ ପ୍ରଶ୍ନରୁ ଆରମ୍ଭ କରିବା ଏକ ବଡ଼ ଭୁଲ। ଏହା ନିରାଶା ଆଣିଦିଏ। ଏଥିପାଇଁ ଆମେ ଏକ 4 ସ୍ତରୀୟ ପିରାମିଡ୍ ପଦ୍ଧତି ବ୍ୟବହାର କରିବା। ପ୍ରଥମେ ଉଦାହରଣ ଦେଖି ସମାଧାନର ଧାରା ବୁଝିବା। ତାପରେ ସହଜ ପ୍ରଶ୍ନ କରି ମୋମେଣ୍ଟମ୍ ତିଆରି କରିବା। ମଧ୍ୟମ ଧରଣର ସମସ୍ୟା ସହିତ ସ୍ପିଡ୍ ବଢ଼ାଇବା, ଆଉ ଶେଷରେ କଠିନ ପରୀକ୍ଷାଶୈଳୀର ପ୍ରଶ୍ନ ସହିତ ଆତ୍ମବିଶ୍ୱାସ ବଢ଼ାଇବା। ତଳୁ ଉପରକୁ ଗଲେ ଶିଖିବା ସହଜ ହୁଏ ଆଉ ଚାପ କମ୍ ଲାଗେ। ଏବେ ଆସନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଯିବା, ପରୀକ୍ଷା ଦିନ ପାଇଁ ନିଜକୁ କେମିତି ପ୍ରସ୍ତୁତ କରିବା। ଏହା ହେଉଛି ଅଭ୍ୟାସ ସମୟରେ ହିଁ ପରୀକ୍ଷା ଚାପକୁ ଅନୁକରଣ କରିବା, ଯେମିତିକି ଫାଇନାଲ ମ୍ୟାଚ୍ ପୂର୍ବରୁ ପ୍ରାକ୍ଟିସ୍ ମ୍ୟାଚ୍ ଖେଳାଯାଏ। ତେବେ ପରୀକ୍ଷାର ଚାପକୁ ନିୟନ୍ତ୍ରଣ କରିବା କେମିତି? ଉତ୍ତର ହେଉଛି ଅଭ୍ୟାସ। ପ୍ରତି ସପ୍ତାହରେ ଟାଇମର ଲଗାଇ ପ୍ରାକ୍ଟିସ୍ କରନ୍ତୁ। ଗୋଟିଏ ସମ୍ପୂର୍ଣ୍ଣ ମକ୍ ଟେଷ୍ଟ ଦିଅନ୍ତୁ। ନିଜର ବେଗ ଏବଂ ସଠିକତା ଉଭୟକୁ ଟ୍ରାକ୍ କରନ୍ତୁ। ଯେତେବେଳେ ଆମେ ବାରମ୍ବାର ଏମିତି କରିବା, ଆମ ମସ୍ତିଷ୍କ ପାଇଁ ପରୀକ୍ଷା ଚାପ ଏକ ସାଧାରଣ କଥା ହୋଇଯିବ। ଫଳରେ ପରୀକ୍ଷା ହଲ୍ରେ ମନ ଶାନ୍ତ ରହିବ। ନିଜ ପ୍ରଗତିକୁ ଟ୍ରାକ୍ କରିବା ବହୁତ ଜରୁରୀ। ଏହି ସାପ୍ତାହିକ ଟେମ୍ପ୍ଲେଟ୍କୁ ଦେଖନ୍ତୁ। ଏଥିରେ ଆମେ ପ୍ରତିଦିନ କେଉଁ ଅଧ୍ୟାୟ ପଢ଼ିଲେ, କେତେ ସମୟ ଦେଲେ, ସଠିକତା କେତେ ଥିଲା, ଆଉ କେଉଁଠି ଉନ୍ନତିର ଆବଶ୍ୟକତା ଅଛି ତାହା ଲେଖିପାରିବା। ଏହା ଆମର ଦୁର୍ବଳ ସ୍ଥାନ ଚିହ୍ନଟ କରିବାରେ ଏବଂ ପ୍ରଦର୍ଶନ ମାପିବାରେ ସାହାଯ୍ୟ କରିବ। ଶେଷରେ ଆସନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଧ୍ୟାନ ଦେବା, ଆମର ମାନସିକତା।
କାରଣ ମନେ ରଖନ୍ତୁ ଆମର ମାନସିକତା ହିଁ ଆମର ପ୍ରୟାସକୁ ନିର୍ଣ୍ଣୟ କରେ। ଦେଖନ୍ତୁ, ଦୁଇ ପ୍ରକାରର ମାନସିକତା ଅଛି। ଗୋଟିଏ ହେଉଛି ଫିକ୍ସଡ୍ ମାଇଣ୍ଡସେଟ୍, ଯାହା ଭାବେ ମୁଁ ଗଣିତରେ ଦୁର୍ବଳ ଆଉ ଭୁଲକୁ ବିଫଳତା ବୋଲି ମାନେ। କିନ୍ତୁ ଅନ୍ୟଟି ହେଉଛି ଗ୍ରୋଥ୍ ମାଇଣ୍ଡସେଟ୍, ଯାହା କୁହେ ମୁଁ ପ୍ରତିଦିନ ଉନ୍ନତି କରୁଛି ଆଉ ଭୁଲକୁ ପ୍ରଗତିର ଏକ ଅଂଶ ଭାବରେ ଦେଖେ। ସବୁବେଳେ ମନେ ରଖିବେ, ଭୁଲ କରିବା ଶିଖିବା ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହି ସମ୍ପୂର୍ଣ୍ଣ ଆଲୋଚନାର ମୁଖ୍ୟ ବାର୍ତ୍ତା ହେଉଛି ଜଣେ ଅପ୍ରଶିକ୍ଷିତ ଆଥଲେଟ୍ କେବେ ବି ଦୁର୍ବଳ ନୁହେଁ। ଅତୀତରେ ଯଦି କିଛି ସଂଘର୍ଷ ହୋଇଛି, ତାହା ଦକ୍ଷତାର ଅଭାବ ଯୋଗୁଁ ନୁହେଁ, ବରଂ ସଠିକ୍ ଟ୍ରେନିଂର ଅଭାବ ଯୋଗୁଁ ଥିଲା, ଆଉ ଏବେ ତାହା ବଦଳି ଯାଇଛି। ତେବେ ଏକ ନୂଆ ଆଉ ଶକ୍ତିଶାଳୀ ଟ୍ରେନିଂ ଯୋଜନା ଏବେ ପ୍ରସ୍ତୁତ। ପ୍ରଶ୍ନ ହେଉଛି, ସିଜନ୍ କେବେ ଆରମ୍ଭ ହେଉଛି?